ସମସ୍ତଙ୍କୁ ସୁପ୍ରଭାତ। ଆଜିର ଗଣିତ କ୍ଲାସ୍କୁ ସମସ୍ତଙ୍କୁ ସ୍ୱାଗତ। କିନ୍ତୁ ଗଣିତ କ୍ଲାସ୍ ଆରମ୍ଭ କରିବା ପୂର୍ବରୁ ମୁଁ ଟିକେ ତମ ସହିତ ଟିକେ ଗପସପ କରିବାକୁ ଚାହୁଁଛି। ଆରେ କହିଲ ପିଲାମାନେ, ସବୁଠୁ କେଉଁ କାମଟା ତମକୁ ଭଲ ଲାଗେ କରିବା ପାଇଁ? ହଁ, ଖେଳିବା ପାଇଁ, ନାଇଁ କି? ସମସ୍ତେ ଖେଳିବା ପାଇଁ ବହୁତ ପସନ୍ଦ କରନ୍ତି। ପାଠ ପଢ଼ାଟା ଗୋଟେ ବୋଝ, ନାଇଁ କି? ଆଚ୍ଛା, ଠିକ୍ ଅଛି। ପାଠ ପଢ଼ା ଆଉ ବୋଝ ହେବ ନାହିଁ। ଆମେ ଆଜି ଯେଉଁ ପାଠ ପଢ଼ିବାକୁ ଯାଉଛନ୍ତି, ଯେଉଁ ପାଠ ଉପରେ ଆଲୋଚନା କରିବାକୁ ଯାଉଛନ୍ତି, ତାକୁ ଆମେ ପାଠ ହିସାବରେ ନେବାନି, ଖେଳ ହିସାବରେ ନେବା। ଖେଳି ଖେଳିକି ଆମେ ଶିଖିବା। ଠିକ୍ ଅଛି ପିଲାମାନେ, ଆରମ୍ଭ କରିବା ଆଜିର ପାଠ। ଆଜି ଆମେ ତୁମ ଷଷ୍ଠ ଶ୍ରେଣୀ ଗଣିତ ବହିର ରେଖା ଓ କୋଣ ପ୍ରସଙ୍ଗର ଆଉ ଏକ ନୂତନ ପାଠ ଆଲୋଚନା କରିବାକୁ ଯାଉଛନ୍ତି। ୟା ପୂର୍ବରୁ ଆମେ ବିନ୍ଦୁ ବିଷୟରେ ଆଲୋଚନା କରିଥିଲେ। ଆଜି ଏକ ନୂଆ ପାଠ ଆଲୋଚନା କରିବା। ଠିକ୍ ଅଛି ପିଲାମାନେ, ଆଜିର ପାଠ ଆଲୋଚନା କରିବା ପୂର୍ବରୁ ଗୋଟେ ଛୋଟିଆ କାର୍ଯ୍ୟଟେ କରିବା। ଠିକ୍ ଅଛି? ଆଉ ତୁମେମାନେ ମଧ୍ୟ ମୋ ସହିତ ସେ କାର୍ଯ୍ୟଟି କରିବ। ଏବେ ସମସ୍ତେ ଗୋଟେ ଗୋଟେ କାଗଜ ହାତରେ ଧର। ଠିକ୍ ଏଇଭଳି ଦେଖିପାରୁଛ? ସମସ୍ତେ ଦେଖିପାରୁଛ? ବର୍ତ୍ତମାନ ମୁଁ ଯେମିତି କରିବି ତୁମେମାନେ ମଧ୍ୟ ସେମିତି କରିବ। ହେଲା? ବର୍ତ୍ତମାନ ମୁଁ ଗୋଟେ କାଗଜରେ ଏମିତି ଗୋଟେ ଭାଙ୍ଗଟେ ଦେଉଛି। ଦେଖିପାରିଲ ପିଲାମାନେ? ଏଇଭଳି ଭାଙ୍ଗଟେ କାଗଜରେ ଦେବା। ହେଲା? ବର୍ତ୍ତମାନ ଏଇ କାଗଜକୁ ପୁଣି ଖୋଲିଦେଲି। ବର୍ତ୍ତମାନ ଦେଖିଲ, ଏଇ କାଗଜରେ କିଛି ପରିବର୍ତ୍ତନ ତୁମେ ପାଇଲ କି? ପାଇଲ ନା? କ'ଣ ଦେଖିବାକୁ ପାଇଲ? ହଁ, କାଗଜରେ ଏଇଭଳି ଗୋଟେ ସିଧା ଗାରଟେ ଏ ମୁଣ୍ଡରୁ ସେ ମୁଣ୍ଡ ପଡ଼ିଯାଇଛି, ନାଇଁ କି? ଆଚ୍ଛା, ଏଇ ଯେଉଁ କାଗଜର ଏଇ ମୁଣ୍ଡରୁ ସେ ମୁଣ୍ଡ ପଡ଼ିଗଲା ସିଧା ଗାରଟେ, ଏଇଟା ଗୋଟେ ପାଖରେ ଆରମ୍ଭ ହୋଇକି ଆଉ ଗୋଟେ ପାଖରେ ସରିଯାଉଛି ନା ପୁରା ବିସ୍ତୃତ ହୋଇକି ଚାହୁଛି? ସରିଯାଉଛି, ନାଇଁ କି? ଆଚ୍ଛା, ଦୁଇଟି ମୁଣ୍ଡ ରହୁଛି ୟାର। ଦେଖ, ଏଇ ଯେଉଁ ସିଧା ଗାରର ଦୁଇଟି ମୁଣ୍ଡ ରହୁଛି। ବୁଝିହେଲା? ଆଚ୍ଛା ପିଲାମାନେ, ଏଇ ଯେଉଁ ଦାଗଟି ସୃଷ୍ଟି ହେଲା, ଏଇ ଯେଉଁ ଦାଗ ବା ସିଧା ଗାର ବା ଦାଗଟି କ'ଣ କହନ୍ତି ଜାଣିଛ? ଜ୍ୟାମିତିରେ ଆମର ଜ୍ୟାମିତିରେ ଆର ଗୋଟେ ସ୍ୱତନ୍ତ୍ର ନାଁ ଅଛି। ଆଜିର ପାଠର ମୁଖ୍ୟ ଆଲୋଚ୍ୟ ବିଷୟ ହେଉଛି ତାହା। ଆମେ ଆଗକୁ ପଢ଼ିବା। ବୁଝିହେଲା? ଠିକ୍ ଅଛି। ଏବେ ଆଉ ଗୋଟେ ମୁଁ ଜିନିଷ ଆଣିଛି ତୁମ ପାଇଁ। ଦେଖିଲ ପିଲାମାନେ, ମୁଁ ହାତରେ କ'ଣ ଧରିଛି? ଗୋଟିଏ କ'ଣ ଧରିଛି? ସୂତାଟିଏ, ନାଇଁ କି? ଆଚ୍ଛା, ମୁଁ ଏବେ ଯେମିତି ପଚାରିବି ତୁମେ ସେମିତି କହିବ। ଏବେ ଦେଖିଲ ପିଲାମାନେ, ମୁଁ ଯେଉଁ ସୂତାଟିକୁ ଧରିଛି, କେମିତି ଧରିଛି? ପୁରା ଟାଣ ଭାବରେ ଧରିଛି ନା ଢିଲା କରିକି ଧରିଛି? ହଁ, ଢିଲା କରିକି ଧରିଛି। ଢିଲା କରିବା ଦ୍ୱାରା କ'ଣ ହେଉଛି? ସୂତାଟି ଟିକେ ବଙ୍କା ହେଇକି ରହିଛି, ନାଇଁ କି? ବର୍ତ୍ତମାନ ମୁଁ ଆକୁ ଟାଣିଦେବି, ଏକଦମ ଟାଣିକି ସିଧା କରିଦେବି। ଠିକ୍ ହେଲା ପିଲାମାନେ? ଏବେ ଦେଖିଲ, ଏବେ ସୂତା କେଉଁଠି ବଙ୍କା ତେରା ଅଛି କି? ଏକଦମ ସିଧା ଗାରଟି। ମୋ ବାଁ ହାତକୁ ଦେଖ, ଆଉ ଡାହାଣ ହାତକୁ ଦେଖ। ଦେଖିପାରୁଛ? ଆଚ୍ଛା, ଏଇ ଯେଉଁ ସିଧା ଗାରର ଦୁଇଟି ମୁଣ୍ଡ ଏବେ ପାଇପାରୁଛ। ଗୋଟେ ଡାହାଣ ପଟେ ଦେଖ, ଗୋଟେ ବାଁ ପଟେ ଦେଖ। ମୁଁ ଯେଉଁ ଧରିଛି, ଦୁଇ ପଟେ ଦୁଇଟି ମୁଣ୍ଡ ତାର ରହୁଛି। ଏଇ ଯେଉଁ ଦୁଇଟି ମୁଣ୍ଡ ରହୁଛି, ଆକୁ ଆମେ ଦୁଇଟି ବିନ୍ଦୁ ହିସାବରେ ବି ନେଇପାରିବା। ସିଧା ଗାର ଆଉ ଦୁଇଟି ବିନ୍ଦୁ। ଏଇ ଯେଉଁ ବିନ୍ଦୁ ଗୁଡ଼ିକୁ ଆମେ କ'ଣ କହିପାରିବା? ଶେଷ ବିନ୍ଦୁ କହିପାରିବା, ପ୍ରାନ୍ତ ବିନ୍ଦୁ ବି କହିପାରିବା। ବୁଝିହେଲା ପିଲାମାନେ? ଆମେ ଆଜି ୟାରି ଉପରେ ଆହୁରି ଆଲୋଚନା କରିବା। ଠିକ୍ ଅଛି? ଆଚ୍ଛା, ଠିକ୍ ଅଛି ପିଲାମାନେ, ବର୍ତ୍ତମାନ ଆମେ ଗୋଟେ ସିଧା ବା ସଳଖ ଧାର ବିଶିଷ୍ଟ କିଛି ମଡ଼େଲ ଦେଖିବା। ବର୍ତ୍ତମାନ ଦେଖିଲ ପିଲାମାନେ, ଏ ଚିତ୍ରଟି କାହାର ଚିତ୍ର? ଭେରି ଗୁଡ୍, ଏ ଟେବୁଲର ଚିତ୍ର। ଏ ଟେବୁଲରେ ଆମେ ଦେଖିପାରୁଥିବା ଯେଉଁ ଧାର ଗୁଡ଼ିକ ଦେଖିଲ, ବଙ୍କା ତେରା ଅଛି ନା ସିଧା ଅଛି? ପୁରା ସବୁ ଧାର ଗୁଡ଼ିକ ପୁରାପୁରି ସିଧା ବା ସଳଖ ଭାବରେ ଅଛି। ଗୋଟେ ନିର୍ଦ୍ଦିଷ୍ଟ ଧାରକୁ ଯଦି ଆମେ ଦେଖିବା, ପ୍ରତ୍ୟେକ ଧାରର ଦୁଇଟି ଶେଷ ବିନ୍ଦୁ ଅଛି ନା ନାହିଁ? ଶେଷ ବିନ୍ଦୁ ଦୁଇଟି ଅଛି। ଠିକ୍ ଅଛି। ଏବେ ଆଉ ଗୋଟେ ମଡ଼େଲକୁ ଯିବା। ଦେଖିଲ, ଏଇ ଯେଉଁ ଚିତ୍ରଟି କାହାର? ଗୋଟେ ବହିର ଚିତ୍ର। ଏଇ ବହିର ଚିତ୍ରରେ ଠିକ୍ ସେଇଭଳିଆ ଧାର ଗୁଡ଼ିକ ଦେଖିଲ, ପୁରାପୁରି ସିଧା ନା ବଙ୍କା ତେଢ଼ା ଅଛି ଗାର? ପୁରାପୁରି ସିଧା। ସେମିତି ଏଇ ଯେଉଁ ସିଧା ଗାର ବା ସଳଖ ଗାର ଗୁଡ଼ିକ ଆମେ ଦେଖୁଛନ୍ତି, ପ୍ରତ୍ୟେକ ଗାରରେ ଆମେ ଦେଖିବାକୁ ପାଇବା ଦୁଇଟି ଶେଷ ବିନ୍ଦୁ। ଏଇ ଯେଉଁ ଚିତ୍ରଟି ଦେଖିଲ ପିଲାମାନେ, ଏଗୁଡ଼ିକ କାହାର ଚିତ୍ର? ଆଚ୍ଛା, ଏଇ ଯେଉଁ କଲର୍ ଚକ୍ ଆମେ ଦେଖୁଛନ୍ତି, ୟାର ସେମିତି ଦୁଇଟି ଏଣ୍ଡ ପଏଣ୍ଟ ବା ଦୁଇଟି ଶେଷ ବିନ୍ଦୁ ଅଛି ନା ନାହିଁ? ଦେଖିଲ? ହଁ, ଏବେ ଦେଖିଲ,
ଏହା ତୁମର ଅତି ପରିଚିତ, ତୁମର ଜ୍ୟାମିତି ବାକ୍ସରେ ଥାଏ। ଆକୁ କ'ଣ କହନ୍ତି? ସ୍କେଲ୍। ଭେରି ଗୁଡ୍। ଏଇ ଯେଉଁ ସ୍କେଲ୍ର ସେମିତି ଦେଖିଲ ଧାର ଗୁଡ଼ିକ ପୁରାପୁରି ସିଧା ନା? ସ୍କେଲ୍ ସାହାଯ୍ୟରେ ତୁମେ ସିଧା ଗାର ଟାଣ ନା ବଙ୍କା ଗାର ଟାଣ? ପୁରା ସିଧା ଗାର ପଡ଼େ। ତ କାହିଁକି ସିଧା ଗାର ପଡ଼େ? ନା ଧାର ଗୁଡ଼ିକ ପୁରା ସଳଖ ବା ପୁରା ସିଧା। ଗୋଟିଏ ଧାରର ଦୁଇଟି ଶେଷ ବିନ୍ଦୁ ଅଛି କି ନାହିଁ? ଅଛି। ସେମିତି ଯେଉଁ 4ଟି ଧାର ଆମେ ଦେଖୁଛନ୍ତି ପ୍ରତ୍ୟେକ ଧାରର 2ଟି ଶେଷ ବିନ୍ଦୁ ଆମେ ପାଇବା। ଠିକ୍ ଅଛି ପିଲାମାନେ। ଏହା କାହାର ଚିତ୍ର? ଗୋଟିଏ ଜ୍ୟାମିତି ବାକ୍ସ। ତେଣୁ ଜ୍ୟାମିତି ବାକ୍ସର ବି ଧାର ଗୁଡ଼ିକ ଦେଖ ଏକଦମ ସଳଖ ଗାର, ଏକଦମ ସିଧା ଗାର, ବଙ୍କା ତେଢ଼ା ନାହିଁ। ସବୁ ଧାର ଗୁଡ଼ିକ ଦେଖିପାରୁଛ ପିଲାମାନେ? ପୁରାପୁରି ସିଧା ଗାର ଆଉ 2ଟି ଶେଷ ବିନ୍ଦୁ, ପ୍ରତ୍ୟେକ ଗାରରେ 2ଟି ଶେଷ ବିନ୍ଦୁ ଆମେ ଦେଖିବାକୁ ପାଉଛନ୍ତି। ଏବେ ଦେଖିଲ ଆକୁ ସମସ୍ତେ ଆମେ ଜାଣିଛନ୍ତି କ'ଣ? କଳାପଟା। କଳାପଟା ଦେଖିଲ ଧାର ଗୁଡ଼ିକ ଏକଦମ ସିଧା, କେଉଁଠି ବଙ୍କା ତେଢ଼ା ନାହିଁ। ଆଉ ଠିକ୍ ସେଇଭଳି ୟା ପୂର୍ବରୁ ଆମେ ଯେତେ ସବୁ ମଡ଼େଲ ଗୁଡ଼ିକ ଦେଖିଥିଲେ ଏଥିରେ ବି ମଧ୍ୟ ଠିକ୍ ସେଇଭଳି 4ଟି ଧାର ଆମେ ଦେଖିବାକୁ ପାଉଛନ୍ତି। ଆଉ 4ଟି ଧାର ଯାକ ପୁରାପୁରି ସିଧା ବା ପୁରାପୁରି ସଳଖ ଗାର, ଆଉ ପ୍ରତ୍ୟେକ ଗାରର 2ଟି ଶେଷ ବିନ୍ଦୁ ବା ପ୍ରାନ୍ତ ବିନ୍ଦୁ ଆମେ ଦେଖିବାକୁ ପାଉଛନ୍ତି। ଠିକ୍ ଅଛି। ଆଚ୍ଛା, ଏବେ ଦେଖ ଗୋଟେ ତୁମରି ଭଳିଆ ଗୋଟେ ଗୁଲଗାଲିଆ ପିଲାଟେ ଆସିଲା। ତା ନାଁ ହେଉଛି ରାଜୁ। ରାଜୁ 6ଠ ଶ୍ରେଣୀରେ ପଢ଼େ। ଠିକ୍ ଅଛି ପିଲାମାନେ। ଆଚ୍ଛା, ଏବେ ଦେଖିଲ ଆଉ ଗୋଟିଏ ଘର ଆସିଲା ନା? ଏ ଘରଟି ବି ସୁନ୍ଦର ହେଇଛି ନା? ଏବେ ଏଇ ଘରଟି କାହାର ବୋଲି ତମ ମନରେ ପ୍ରଶ୍ନ ଆସୁଥିବ, ନାଇଁ କି? ଆଚ୍ଛା, ଦେଖିବା। ଏଇ ଦେଖ, ଇଏ ଗୋଟେ ଗୁଲଗାଲିଆ ପିଲାଟେ। ତା ନାଁ କ'ଣ? ନା ବିଜୁ। ଇଏ ବି ଆମର 6ଠ ଶ୍ରେଣୀରେ ପାଠ ପଢ଼େ। 2 ଜଣ ଭାରି ସାଙ୍ଗ। ସେଇ 2 ଜଣ ପରସ୍ପର ଖେଳନ୍ତି, ବୁଲନ୍ତି, ସବୁ କାମ ଏକାଠି କରନ୍ତି। ସ୍କୁଲରୁ ଫେରିକି ଆସିକି ରାଜୁ ଭାବିଛି ବିଜୁ ଘରକୁ ଯିବ ଆଉ ସେଇଠି ଖେଳିବ। ଠିକ୍ ଅଛି। ଏବେ ଦେଖିଲ ରାଜୁ ଘରକୁ ବିଜୁ ଘରକୁ ଯିବା ପାଇଁ କେତୋଟି ମାର୍ଗ ତିଆରି ହେଇଗଲା? 4ଟି ମାର୍ଗ। ଏବେ ତୁମ ପାଇଁ ଗୋଟିଏ ପ୍ରଶ୍ନ। ଦେଖିପାରୁଛ? କେଉଁ ମାର୍ଗ ଦେଇ ଗଲେ ରାଜୁ ବିଜୁ ଘରକୁ କମ୍ ସମୟରେ ପହଞ୍ଚି ପାରିବ? କେତେଟା ମାର୍ଗ ଅଛି ଆମର? 4ଟି ମାର୍ଗ। କିନ୍ତୁ ପ୍ରଶ୍ନ ଅନୁସାରେ ଆମକୁ ଚିନ୍ତା କରିବାକୁ ପଡ଼ିବ। କ'ଣ କହିଛି ପ୍ରଶ୍ନ? ନା ରାଜୁ ବିଜୁ ଘରକୁ ଯିବ କିନ୍ତୁ କମ୍ ସମୟରେ ପହଞ୍ଚିବ। ଅର୍ଥାତ୍ ଯେଉଁ ଦୂରତାଟା କମ୍ ଥିବ ସେଇ ଦୂରତାକୁ ଅତିକ୍ରମ କଲେ ବିଜୁ ଘରକୁ କମ୍ ସମୟରେ ପହଞ୍ଚିବ। ଠିକ୍ ଅଛି। ଏବେ ଟିକେ ଚିନ୍ତା କର, କେଉଁ ମାର୍ଗ ଦେଇ ରାଜୁ ବିଜୁ ଘରକୁ ଯିବ? ଏଇ ଯେଉଁ ଦେଖୁଛନ୍ତି ଆମେ, ଏଇ ଯେଉଁ ରାଜୁ ଘର ପାଖରେ ଯେଉଁ ବିନ୍ଦୁ ଅଙ୍କନ ହେଇଛି ଆଉ ବିଜୁ ଘର ପାଖରେ ଯେଉଁ ବିନ୍ଦୁ ଅଙ୍କନ ହେଇଛି, ଗୋଟେ ସିଧା ଗାର ବା ସଳଖ ଗାରଟିଏ ଅଛି। ଜାଣିପାରୁଛ ପିଲାମାନେ? ଏଇ ସିଧା ଗାର ବାଟେ ଗଲେ ରାଜୁ ନିଶ୍ଚିତ ଭାବରେ ବିଜୁ ଘରକୁ କମ୍ ସମୟରେ ପହଞ୍ଚିବା। କାହିଁକି ନା ଏହାର ଦୂରତା ଅନ୍ୟ ବାଟ ଠାରୁ ଦୂରତା ନିଶ୍ଚିତ ଭାବରେ କମ୍। ବୁଝିହେଲା ପିଲାମାନେ? ଏବେ ତୁମେ ଭାବୁଥିବ ଯେ ସାର୍ କାହିଁକି ଏଇ ଉଦାହରଣଟି ଦେଲେ? କାହିଁକି ନା ଇଏ ଆମର ପାଠ ସହିତ ଜଡ଼ିତ। ଦେଖିବା, ଏଇ ଯେଉଁ ଦୂରତାଟା ଦେଖିଲେ ଆମେ ଆକୁ କହୁଛନ୍ତି କ'ଣ? ସର୍ବନିମ୍ନ ଦୂରତା, ସବୁଠୁ କମ୍ ଦୂରତା। ଆଉ ଏଇ ସର୍ବନିମ୍ନ ଦୂରତା ବିଶିଷ୍ଟ ସିଧା ବା ସଳଖ ଗାରକୁ କ'ଣ କୁହାଯାଏ? ଜାଣିଛ କି ପିଲାମାନେ? ରେଖାଖଣ୍ଡ। ବୁଝିହେଲା ପିଲାମାନେ? ସର୍ବନିମ୍ନ ଦୂରତା ବିଶିଷ୍ଟ ଗାରକୁ ଆମେ ରେଖାଖଣ୍ଡ କହିବା। ଠିକ୍ ଅଛି। ଏବେ ଆମେ ଏହାକୁ କିପରି ଅଙ୍କନ କରିବା? এই ଯେଉଁ ରେଖାଖଣ୍ଡ ବିଷୟରେ ଆମେ ଜାଣିଲେ, ନୂତନ ଧାରଣାଟିଏ ପାଇଲେ, ଆମେ ଆକୁ ଅଙ୍କନ କରିବା। ଅଙ୍କନ କରିବାକୁ ହେଲେ କେମିତି କ'ଣ କରିବା? ପ୍ରଥମେ ଏଇଭଳି ଖାତାରେ ଗୋଟେ ବିନ୍ଦୁଟେ ଅଙ୍କନ କରିବ। ବିନ୍ଦୁ ବିଷୟରେ ତମର ଧାରଣା ଅଛି। ପେନସିଲ ସାହାଯ୍ୟରେ ଏଇଭଳି ଗୋଟେ ଖାତାରେ ବିନ୍ଦୁଟିଏ ଅଙ୍କନ କରିବା। ଠିକ୍ ଅଛି, ସମସ୍ତେ ଅଙ୍କନ କଲ। ବର୍ତ୍ତମାନ ଆଉ ଗୋଟେ ବିନ୍ଦୁ, ପୃଥକ ବିନ୍ଦୁ, ଅଲଗା ବିନ୍ଦୁଟିଏ ଆମେ ଅଙ୍କନ କରିବା। ଠିକ୍ ଅଛି। ଏବେ ଏଇ ଯେଉଁ 2ଟି ବିନ୍ଦୁ ଦେଖୁଛ, 2ଟି ବିନ୍ଦୁକୁ ନାମକରଣ କରିଦେବା। ଆମେ ପୂର୍ବରୁ ବିନ୍ଦୁକୁ କେମିତି ନାମକରଣ କରନ୍ତି ଜାଣିଥିଲେ, ପାଠ ପଢ଼ିଛନ୍ତି ସେ ବିଷୟରେ। ତେଣୁ ଏ ଆଉ ବି ବିନ୍ଦୁ ଆମେ ନାମକରଣ କରିଦେଲେ। ଏବେ କ'ଣ କରିବା? ନା ସ୍କେଲ୍ ଆଣିବା। ସ୍କେଲ୍ ଆଣିକି ଏ ବିନ୍ଦୁରୁ ପି ବିନ୍ଦୁକୁ ଠିକ୍ ସିଧା ଭାବରେ ସ୍କେଲ୍କୁ ରଖିକି ଗାରଟିଏ ଟାଣିବା। ଠିକ୍ ଏଇଭଳି ହେଇଗଲା ନା? ଦେଖିଲ ପିଲାମାନେ? ବାସ୍, ଏଇ ଯେଉଁ ଗାରଟିଏ ସିଧା ଗାରଟିଏ ହେଲା, ଇଏ ଗୋଟେ ରେଖାଖଣ୍ଡ। ଠିକ୍ ଅଛି ପିଲାମାନେ? ଏବେ ଆମେ ଏହାକୁ ଲେଖିବା କିପରି? ଆମେ ତ ଅଙ୍କନ କରିଦେଲେ। ଏବେ ଏଇ ଯେଉଁ ରେଖାଖଣ୍ଡକୁ ଆମେ ଲେଖିବା କିପରି?
ଦେଖିଲ ପିଲାମାନେ, ଦେଖିଲ ମୁଁ କେମିତି ଲେଖିଛି, ଖାଲି ଏ ବି ଲେଖିଛି କି ଏ ବି ଉପରେ ଛୋଟିଆ ସିଧା ଗାରଟିଏ ଦେଇଛି। ବୁଝିହେଲା? ଏବେ ଆମେ ଏ ବି ଉପରେ ଛୋଟିଆ ଗାରଟେ ଦେଇ ଏ ବି ରେଖାଖଣ୍ଡକୁ ଲେଖିପାରିବା। ଏହା ହେଉଛି ତାର ରେଖାଖଣ୍ଡର ସଂକେତ। ଠିକ୍ ଅଛି, ଆମେ ଆକୁ ଅଲଗା ଭାବରେ ବି ଲେଖିପାରିବା। କେମିତି ଦେଖିଲ, ବି ଏ ରେଖାଖଣ୍ଡ ଏମିତି ବି ଲେଖିପାରିବା। ବି ଏ ଉପରେ ଛୋଟିଆ ଗାରଟେ ଦେଇ ଆମେ ବି ଏ ରେଖାଖଣ୍ଡ ଲେଖିପାରିବା। ଏମିତି ଆମେ ଲେଖିପାରୁଛନ୍ତି କାହିଁକି କହିଲ ପିଲାମାନେ? କାହିଁକି ନା ରେଖାଖଣ୍ଡର ଦୁଇଟି ପ୍ରାନ୍ତ ବିନ୍ଦୁ, ଏହାର କୌଣସି ଆରମ୍ଭ ବିନ୍ଦୁ ନାହିଁ। ସେଥିପାଇଁ ଆମେ ଏ ବି ଲେଖିଲେ ଯାହା, ବି ଏ ଲେଖିଲେ ବି ସେୟା। ବୁଝିହେଲା ପିଲାମାନେ? ଆଚ୍ଛା, ଠିକ୍ ଅଛି। ଆମେ ଏହାକୁ କିପରି ପଢ଼ିବା? ଏହାକୁ ଆମେ ଏ ବି ରେଖାଖଣ୍ଡ ଅଥବା ବି ଏ ରେଖାଖଣ୍ଡ ପଢ଼ିପାରିବା। ବୁଝିହେଲା ପିଲାମାନେ? ଏବେ ଏଇ ଯେଉଁ ରେଖାଖଣ୍ଡ ବିଷୟରେ ଆମେ ପଢ଼ିଲେ, ରେଖାଖଣ୍ଡକୁ ଏ ଓ ବି ବିନ୍ଦୁ ଆଉ ଆଗକୁ ବଢ଼ିବାକୁ ଦେଇନଥାଏ। ତୁମେ ଦେଖିଲ ପିଲାମାନେ, ଯେଉଁ ବିନ୍ଦୁ ଦୁଇଟିକୁ ଆମେ ନାମକରଣ କରିଦେଲେ, ସେଇ ବିନ୍ଦୁ ଦୁଇଟିକୁ ନାମକରଣ କରିଦେବା ଦ୍ୱାରା ଆଉ ରେଖାଖଣ୍ଡ ଆଗକୁ ବଢ଼ିପାରିଲାନି। ନା ବାଁ ପଟେ ବଢ଼ିପାରିଲା, ନା ଡାହାଣ ପଟେ ବଢ଼ିପାରିଲା। ତେଣୁ ଏ ଓ ବିନ୍ଦୁ କ'ଣ କଲା ନା ଏଇ ଯେଉଁ ରେଖାଖଣ୍ଡକୁ ଆଗକୁ ବଢ଼ିବାକୁ ଦେଲା ନାହିଁ। ସେଥିପାଇଁ ଏ ଓ ବି ବିନ୍ଦୁକୁ ଆମେ କ'ଣ କହୁଛନ୍ତି ନା ପ୍ରାନ୍ତ ବିନ୍ଦୁ ବା ଶେଷ ବିନ୍ଦୁ। ବୁଝିହେଲା? ସେଥିପାଇଁ ଏ ଓ ବି ଏଇ ରେଖାଖଣ୍ଡର ଦୁଇଟି ପ୍ରାନ୍ତ ବିନ୍ଦୁ ବା ଶେଷ ବିନ୍ଦୁ ଅଟେ। ଏବେ ପ୍ରାନ୍ତ ବିନ୍ଦୁ ବା ଶେଷ ବିନ୍ଦୁ କ'ଣ କହିଲେ ତୁମେ ବୁଝେଇ ପାରିବ? ଭେରି ଗୁଡ୍। ଏବେ ତୁମ ପାଇଁ କିଛି ପ୍ରଶ୍ନ ଦେଖିବା, କ'ଣ କ'ଣ ସବୁ ପ୍ରଶ୍ନ ଅଛି। ପ୍ରଶ୍ନ ନମ୍ବର 1, ରେଖାଖଣ୍ଡର ଡ୍ୟାସ୍ଟିଏ ଶେଷ ବିନ୍ଦୁ ଥାଏ। ଅପସନ୍ ଗୁଡ଼ିକ ଦେଖିବା, କ 0, ଖ 1, ଗ 2, ଘ 3। ଆମେ ପଢ଼ି ସାରିଲେଣି ରେଖାଖଣ୍ଡ ବିଷୟରେ, କେତୋଟି ଶେଷ ବିନ୍ଦୁ ଥାଏ ବା କେତୋଟି ପ୍ରାନ୍ତ ବିନ୍ଦୁ ଥାଏ। ତୁମେମାନେ ଠିକ୍ ସେ ଉତ୍ତର କରିଦେଇପାରିବ। କ'ଣ ହେବ ୟାର ଉତ୍ତର? ଭେରି ଗୁଡ୍। 1 ନମ୍ବର ପ୍ରଶ୍ନର ଉତ୍ତର ହେଲା ଗ 2ଟି। ଏବେ 2 ନମ୍ବର ପ୍ରଶ୍ନ ଯିବା, ଯଦି ରେଖାଖଣ୍ଡର ଶେଷ ବିନ୍ଦୁ ଏ ଓ ବି ହୁଏ, ତେବେ ଏହାକୁ କେମିତି ଲେଖାଯିବ? ବଢ଼ିଆ ପ୍ରଶ୍ନ। ଦେଖିବା ଅପସନ୍ ଗୁଡ଼ିକ କ'ଣ କ'ଣ ଅଛି। କ ଏ ବି, ଖ ଏ ବି। ଏ ବି ଉପରେ ଦେଖ ଦୁଇ ପଟେ ଗୋଟେ ତୀର ଚିହ୍ନ ଦିଆହେଇଛି। ଗ ଏ ବି ଉପରେ ଗୋଟେ ଆଡ଼କୁ ତୀର ଚିହ୍ନଟି ଦିଆହେଇଛି। ଘ ଏ ବି ଉପରେ ଗୋଟେ ସିଧା ଗାରଟେ ଦିଆହେଇଛି। ଆମେ ୟା ଉପରେ ପଢ଼ି ସାରିଛନ୍ତି। ଏବେ କହିଲ ଦେଖିବା ପିଲାମାନେ, ଏହାର ଉତ୍ତର କ'ଣ ହେବ? ଭେରି ଗୁଡ୍। 2 ନମ୍ବର ଘ ଏ ବି ଉପରେ ଯେଉଁ ସିଧା ଗାରଟି ଅଛି। ଠିକ୍ ଅଛି। ଏବେ 3 ନମ୍ବର ପ୍ରଶ୍ନକୁ ଯିବା, ଯଦି ରେଖାଖଣ୍ଡର ଶେଷ ବିନ୍ଦୁ ଏ ଓ ବି ହୁଏ, ତେବେ ସେମାନଙ୍କୁ ଯୋଡ଼ିଲେ କ'ଣ ହେବ? ଦେଖିବା ଅପସନ୍ ଗୁଡ଼ିକ, ରେଖାଖଣ୍ଡ, କୋଣ, ବିନ୍ଦୁ। ତେଣୁ 4ଟି ଅପସନ୍ରୁ କେଉଁଟା ଆମର ଠିକ୍ ଉତ୍ତର? ହଁ, ଭେରି ଗୁଡ୍। 3 ନମ୍ବର ଖ ରେଖାଖଣ୍ଡ। ଠିକ୍ ଅଛି। ଏବେ 4 ନମ୍ବର ପ୍ରଶ୍ନକୁ ଯିବା, ରେଖାଖଣ୍ଡର କିପରି ବିସ୍ତୃତ ହୋଇଥାଏ? ଆମେ ଆଜି ସବୁ ଯାକ ଆଲୋଚନା କରିଛନ୍ତି, ୟା ଖାଲି ରିଭିଜନ୍। ରେଖାଖଣ୍ଡର କିପରି ବିସ୍ତୃତ ହୋଇଥାଏ? ଦେଖିବା ଅପସନ୍ ଗୁଡ଼ିକ, ଦୁଇ ପାର୍ଶ୍ୱରେ ଅସୀମ ଭାବରେ, ସରିବ ନାହିଁ ଜମା। ଏକ ପାର୍ଶ୍ୱରେ ଅସୀମ ଭାବରେ, ଗୋଟେ ପାର୍ଶ୍ୱରେ ଅସୀମ ଭାବରେ ବିସ୍ତୃତ ହୋଇଥିବ କହୁଛି। ଗ ଦୁଇଟି ଶେଷ ବିନ୍ଦୁ ବା ପ୍ରାନ୍ତ ବିନ୍ଦୁ ଥାଏ। ଘ ଗୋଟିଏ ଆରମ୍ଭ ବିନ୍ଦୁ ଥିବ ଆଉ ଗୋଟିଏ ଶେଷ ବିନ୍ଦୁ ଥିବ। ପିଲାମାନେ ସବୁ ଉତ୍ତର ଜାଣି ସାରିଲେଣି, ସେଥିପାଇଁ ହାତ ଆଗୁତୁରା ଟେକି ଦେଲେଣି। ଠିକ୍ ଅଛି, ଭେରି ଗୁଡ୍। 4 ନମ୍ବରର କ'ଣ ଦେଲେ? ଗ ଦୁଇଟି ଶେଷ ବିନ୍ଦୁ ବା ପ୍ରାନ୍ତ ବିନ୍ଦୁ ଥାଏ। ଆଚ୍ଛା, ଏବେ ଯିବା 5 ନମ୍ବର ପ୍ରଶ୍ନ, ସର୍ବନିମ୍ନ ଦୂରତା ବିଶିଷ୍ଟ ସିଧା ବା ସଳଖଗାରକୁ କ'ଣ କୁହାଯାଏ? କ'ଣ କୁହାଯାଏ? କ ରେଖା, ଖ ସରଳ ରେଖା, ଗ ରେଖାଖଣ୍ଡ, ଘ ବିନ୍ଦୁ। କ'ଣ ହେବ ଉତ୍ତର? ହଁ, 5 ନମ୍ବର ଗ ରେଖାଖଣ୍ଡ। ଏବେ 6 ନମ୍ବର ପ୍ରଶ୍ନ ଯିବା, ନିମ୍ନକ ମଧ୍ୟରୁ କେଉଁଟି ରେଖାଖଣ୍ଡ ଅଟେ? ଏବେ 4ଟି ଚିତ୍ର ତମ ପାଖକୁ ଆସିବ। ସେଇ 4ଟି ଚିତ୍ରରୁ ତୁମେ ବାଛିବ କେଉଁଟା ରେଖାଖଣ୍ଡ। ଠିକ୍ ଅଛି। କରେ ଦେଖିବା କେଉଁ ଚିତ୍ର ଆସିଲା। ହଁ, ଦୁଇ ପଟେ ତୀର ଚିହ୍ନ ଅଛି। ଏଇଟା ଦେଖିଲ, ଇଏ ବି ଦୁଇ ପଟେ ତୀର ଚିହ୍ନ ଅଛି, କିନ୍ତୁ ବକ୍ର ରେଖାଟିଏ। ଆଚ୍ଛା, ଏ ଦେଖିଲ ସିଧା ଗାରଟିଏ। ଘ ଇଏ ବି ସେଇଭଳି ବକ୍ର ରେଖାଟିଏ।
କୋଉଟା ତାର ଉତ୍ତର ହବ 6 ନମ୍ବର ନିମ୍ନୋକ୍ତ ମଧ୍ୟରୁ କେଉଁଟି ରେଖାଖଣ୍ଡ ଅଟେ ଯୋଉଟି ଏକଦମ ସିଧା ବା ସଳଖ ଗାର 6 ନମ୍ବର ଗ। ଏବେ 7 ନମ୍ବର ପ୍ରଶ୍ନ ଯିବା। 7 ନମ୍ବର ପ୍ରଶ୍ନ ଟିକେ ଅଲଗା ଅଛି। ଆମେ ଉକ୍ତିଟି ପଢିବା, ଉକ୍ତିଟି ପଢି ସାରିକି ଠିକ ଅଛି ବା ଭୁଲ ଅଛି ଉକ୍ତିଟି ଆମେ ବାଛି ଲେଖିବା। ରେଖାଖଣ୍ଡର ଆରମ୍ଭ ବିନ୍ଦୁ ଥାଏ। ଏହା ଠିକ ଉକ୍ତି ବା ଭୁଲ ଉକ୍ତି? ନିଶ୍ଚିତ ଭାବରେ ଏହା ହେଉଛି ଭୁଲ। 8 ନମ୍ବର ପ୍ରଶ୍ନ ରେଖାଖଣ୍ଡକୁ ଦୁଇଟି ସଂଖ୍ୟା ଦ୍ୱାରା ନାମକରଣ କରାଯାଇପାରିବ। ଏଇଟା ଟିକେ ଚାଲାଖିଆକୁ ପ୍ରଶ୍ନ ପଚାରି ଦେଇଛି। ଆମେ ତ ରେଖାଖଣ୍ଡ ନାମକରଣ କରିଛନ୍ତି। ରେଖାଖଣ୍ଡକୁ ଆମେ କେମିତି ନାମକରଣ କଲେ? ଏ ବା ବି କିମ୍ବା କ ଖ ଗ ଏଇଭଳି ନାମକରଣ କରିଥିଲେ। ମନେ ପକେଇଲ ପିଲାମାନେ, ଏଇ ରେଖାଖଣ୍ଡକୁ ଆମେ ସଂଖ୍ୟା ଦ୍ୱାରା ନାମକରଣ କରିଛନ୍ତି କି? ତାହେଲେ ଏଇ ଉକ୍ତିଟି କ'ଣ ହବ? ଠିକ ନା ଭୁଲ? ଭେରି ଗୁଡ। ସଂଖ୍ୟା ଦ୍ୱାରା ଆକୁ ଆମେ ନାମକରଣ କରିପାରିବାନି, ତେଣୁ ଉକ୍ତିଟି ହେଉଛି ଭୁଲ। ଏବେ ଯିବା 9 ନମ୍ବର ପ୍ରଶ୍ନ। ରେଖାଖଣ୍ଡ ଏ ବି ଓ ବି ଏ ଦୁଇଟି ସମାନ ଅର୍ଥକୁ ବୁଝଉଛି। ଏହା ଠିକ ବା ଭୁଲ? ଭେରି ଗୁଡ, ଏହା ହେଉଛି ଠିକ ଉକ୍ତି। ଏବେ ପରବର୍ତ୍ତୀ ପ୍ରଶ୍ନ ଯିବା। ଏଠି ଗୋଟେ ଚିତ୍ର ଦେଖିପାରୁଛ। ଏବେ ପ୍ରଶ୍ନଟି ପଢିବା। ଏହି ଚିତ୍ରରେ କେତୋଟି ରେଖାଖଣ୍ଡ ଅଛି ଓ କ'ଣ କ'ଣ? ଦେଖିଲ ପିଲାମାନେ, ଗଣିଦିଅ କେତୋଟି ରେଖାଖଣ୍ଡ ଅଛି? 4ଟି ରେଖାଖଣ୍ଡ ଅଛି। କ'ଣ କ'ଣ? LM ରେଖାଖଣ୍ଡ, MP ରେଖାଖଣ୍ଡ, PQ ରେଖାଖଣ୍ଡ ଓ QR ରେଖାଖଣ୍ଡ। ଭେରି ଗୁଡ। ଏବେ ଆଜିର ଯେଉଁ ପାଠ ଆମେ ଆଲୋଚନା କଲେ ତମକୁ ନିଶ୍ଚିତ ଭାବରେ ମଜା ଲାଗିଥିବ। ତୁମେ ଆଜିର ପାଠରେ କ'ଣ ସବୁ ଶିଖିଲ ତମ ପାଇଁ ଛୋଟିଆ ଗୃହ କାର୍ଯ୍ୟଟିଏ ମୁଁ ଦେଇଛି। ଗୃହ କାର୍ଯ୍ୟଟି ହେଲା ତୁମ ଦୈନନ୍ଦିନ ଜୀବନରୁ ରେଖାଖଣ୍ଡ ସମ୍ବନ୍ଧୀୟ ଆଉ କିଛି ମଡେଲ ପ୍ରସ୍ତୁତ କରି ଆଣିବ। ବୁଝିହେଲା ପିଲାମାନେ? ତୁମେ ଏଥିପାଇଁ ତୁମ ସାଙ୍ଗ ସାଥୀ ଭାଇ ଭଉଣୀ କାହାର ବି ସାହାଯ୍ୟ ନେଇପାରିବ। କାଠି ହଉ, ସୂତା ହଉ କି ଦିଆସିଲି କାଠି ହଉ, ଯେକୌଣସି ବସ୍ତୁ ସାହାଯ୍ୟରେ ତୁମେ ମଡେଲଟିଏ ପ୍ରସ୍ତୁତ କରିକି ଆଣିବ। ଠିକ ଅଛି ପିଲାମାନେ, ଆଜି ପାଇଁ ଏତିକି। ପୁଣି ପରବର୍ତ୍ତୀ ଅଧ୍ୟାୟରେ ଦେଖାହବ। ପିଲାମାନେ, ଆଜିର ପାଠ ସମସ୍ତେ ବୁଝିପାରିଲ? ୟା ପୂର୍ବ ଅଧ୍ୟାୟରେ ଆମେ ବିନ୍ଦୁ ଉପରେ ନୂଆ ନୂଆ ସବୁ ଧାରଣା ପାଇଥିଲେ। ଆଜି ଆମେ ରେଖାଖଣ୍ଡ ଉପରେ ନୂତନ ଧାରଣା ସବୁ ପାଇଲେ। ଆଉ ଗୋଟେ ଶେଷରେ ମୁଁ ଛୋଟିଆ ଗୃହ କାର୍ଯ୍ୟଟେ ତମ ପାଇଁ ଦେଇଛି। ସେ ଗୃହ କାର୍ଯ୍ୟଟି ତୁମେ ନିଜେ କରିବ, ଚେଷ୍ଟା କରିବ। ଆଉ ଯଦି ନ ପାରିଲ ତୁମର ସାଙ୍ଗସାଥୀ ବା ତୁମର ଭାଇ ଭଉଣୀ ବା ତୁମର ପଡ଼ିଶା ଘରେ କିଏ ଯଦି ଜାଣିଥିବେ ତାଙ୍କର ସାହାଯ୍ୟ ମଧ୍ୟ ନେଇପାରିବ। ଗୋଟେ ସୁନ୍ଦର ମଡେଲଟିଏ ତିଆରି କରି ଆଣିଥିବ। ଆଚ୍ଛା ପିଲାମାନେ, ଆଜି ପାଇଁ ଏତିକି। ପୁଣି ଦେଖାହବ ନେକ୍ସଟ ଅଧ୍ୟାୟରେ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।